ନାଇଁ ନାଟକ ଆମେ ନାଟକ ପରିବେଷଣ କରୁଥିବା ସମୟରେ ଯେତେକା ସେଟା ହେଉଛି ନାଟ୍ୟ ପରିଚାଳକର କାମ ନାଟ୍ୟ ପରିଚାଳକ ତାକୁ ସୁଚାରୁ ରୂପେ ଚଲେଇଲେ କିନ୍ତୁ ନାଟକ ବାହାରେ ମଞ୍ଚ ବାହାରେ ଯେତେବେଳେ ଆମର ଆଡ଼ମ୍ ମ୍ୟାନେଜର ସବୁ ଥାଆନ୍ତି ସେମାନେ ଗୋଟେ ଗାଁକୁ ଯାଆନ୍ତି ସେମାନେ ଯାଇକି ଆଡ଼ମ୍ କରନ୍ତି କଳାକାରଙ୍କ ପାଇଁ ଘର ହେନ ଏସବୁ ଅନେକ କାଠ ରହିବାର ପାଇଁ ଜାଗା ଯାତ୍ରା କେଉଁ ଜାଗାରେ ପଡ଼ିବ ଏସବୁ ଅନେକ ସମସ୍ୟା ଥାଏ କିନ୍ତୁ ସେ ସମସ୍ୟାକୁ ବୁଝିବା ପାଇଁ ଜଣେ ଦକ୍ଷ ପରିଚାଳକ ବି ଥାଆନ୍ତି ସେ ଦକ୍ଷ ପରିଚାଳକ ଥିଲେ ମଧ୍ୟ କିନ୍ତୁ କାମଟା ଠିକ୍ ସେ ହେଉନଥାଏ ଯେ କି କଳାକାରମାନଙ୍କର ଅଶାନ୍ତି ଏବଂ ମନରେ କ୍ଷୁବ୍ଧ ଥାଏ ତାମାନଙ୍କ ପାଖରୁ ପୁଣି ଚରିତ୍ର ଭିତରକୁ ନେବାକୁ କେମିତି ପଡ଼ିବ ଅନେକ କିଛି ସମସ୍ୟା ଥାଏ ଯେ କି ଶାନ୍ତି ଏବଂ ଶୃଙ୍ଖଳାର ସହିତ ଜଣେ କଳାକାର କଳା ପରିବେଷଣ କରିପାରିବ ତେଣୁ ସେମିତି କିଛି ସମସ୍ୟା ତା ଭିତରେ ରହିଥିଲା ଏଇ ଯେଉଁ ସମସ୍ୟା ମୁଁ ଅନୁଭବ କଲି ତେଣୁ ଆକୁ କେମିତି କ'ଣ ସୁଚାରୁ ରୂପେ ସମାଧାନ କରି ଦିଆଯାଉ ଏବଂ ଆକୁ କେମିତି କ'ଣ କରିକି ରିହର୍ସାଲ୍ କରାଯାଉ ଏଇଟା ପ୍ରତ୍ୟେକ ଜିନିଷର ଗୋଟେ ଗୋଟେ ଟ୍ରେନିଂ ଦିଆଯାଏ ଆଗ ଏବେଠୁ ଟ୍ରେନିଂ ଦେବାର ସମୟ ଥିଲା ତାକୁ ଯଦି ସେହି ସମୟରେ କରିଦିଆଯାଇଥାନ୍ତା ତାହେଲେ କେହି କଳାକାର ରାଜଦରବାର ଛାଡ଼ି ଆସିନଥାନ୍ତେ ଜଣେ ଭଲ ଏବଂ ବହୁତ ଦିନରୁ ଦର୍ଶକ ହିସାବରେ ସେ ଯାତ୍ରା ଦେଖୁଥିଲେ ଚିତ୍ତରଞ୍ଜନ ରାଜ ମହୋଦୟ ତେଣୁ ଯାତ୍ରା ପାର୍ଟିଟେ କରିବେ ବୋଲି ମନ ବଳେଇଥିଲେ ସେଇଥିପାଇଁ ସେ ଯାତ୍ରା ପାର୍ଟିଟେ ତିଆରି କଲେ ସତ କିନ୍ତୁ ବେଶୀ ଦିନ ବାନ୍ଧିକି ରଖିପାରିଲେନି